ସବୁଦିନ ଭଳି ପୁଣି ପଳେଇ ଆସିଲି ମୁଁ ଆଜି ବାହାରିକି ଅଫିସକୁ। ଆଉ ଅଫିସରେ ଟିକେ କାମ ଅଧିକା ରହିଯାଉଥିଲା, ତ ସେଥିପାଇଁ ମୁଁ ଭିଡ଼ିଓ ବନେଇ ପାରୁନଥିଲି। ଅଫିସରେ ଆସିକି ପହଞ୍ଚିଲା ପରେ ଆମର ଅଫିସରେ ମିରରଟା ଲାଗିଛି। ଆଉ ଜାଣିଥିବେ ତ ଝିଅମାନେ ମିରର ଦେଖିଲେ କ୍ୟାମେରା ଧରିକି ବାହାରି ପଡ଼ିବେ ଫଟୋ ଉଠାଇବାକୁ। ଆଉ ମୁଁ ବି ସେ କାମ କରୁଥିଲି ଏଠି ଠିଆ ହେଇକି। बात तो सही है। ତାପରେ ଭଲ ପିଲା ଲେଖା ପଳେଇ ଆସିଲି ଅଫିସ କାମ କରିବାକୁ। ଗରମ ହଉ କି ଯାହା ହଉ, ଅଫିସରେ ନା ୱାର୍କ ଲୋଡ଼ ଅଛି ମାନେ ତ କରିବାକୁ ତ ପଡ଼ିବ। ଆଉ ବସି ପଇଲି ଏଠି ଟିକେ କାମ କରିବା ପାଇଁ। ଯେତେ ୱାର୍କ ଲୋଡ଼ ଥିଲେ ବି ସେ ଭିତରେ 5 ମିନିଟ୍ ଗାଡ଼ିକି ତ ବାହାରକୁ ଆସିକି ବୁଲିବାଟା ଥୟ। ତ ଏଠି ବାହାରକୁ ଟିକେ ପଳେଇ ଆସିଲି। ଆଉ ଯେହେତୁ ମୁଁ ଆଜି ନୂଆ ଡ୍ରେସ୍ଟା ପିନ୍ଧିଛି, ନ ଦେଖେଇଲେ କ'ଣ ତା ପଇସାଟା ଉଠିବ। ଏବେ ଅର୍ଡ଼ର କରିଥିଲି ଏଠି। ଅଫିସରେ ସବୁ କାମ ସାରିକି ଏବେ ପଳେଇ ଆସିଲି ରୁମ୍କୁ। ଆଉ ଗାଡ଼ିରେ ବହୁତ ଦିନ ହେଲା ଟିକେ ପ୍ରେସର ଚେକ୍ ହେଇନଥିଲା, ତ ଏଠି ଟିକେ ପ୍ରେସର ଚେକ୍ କରିଦେଲି। ତାପରେ ବୁଲିବାକୁ ପଳେଇ ଆସିଲି ମାର୍କେଟ ଆଡ଼େ। ଯେହେତୁ ଆଜି ଭଲସେ କିଛି ରୋଷେଇ ହେଇନଥିଲା, ତ ଭାତ ସାଙ୍ଗରେ ଆଜି ବରା ଘୁଗୁନି ଖିଆ ହେବ। ତ ସେକୁ ଖୋଜି ଖୋଜି ପଳେଇ ଆସିଲି ପୁରା ମାର୍କେଟ ଭିତରକୁ। ଏଇଟା ଯେଉଁ ଅଙ୍କଲଙ୍କ ଦୋକାନ, ଏଠି ବଢ଼ିଆ ଖାଇବାକୁ ମିଳେ, କିନ୍ତୁ ବରା ଘୁଗୁନି ନଥିଲା, ତ ସେଥିପାଇଁ ଏଠୁ ଆଜି ପଳେଇ ଆସିଲି। ଆଉ ଆସିଛି ତ ମାର୍କେଟ ଭିତରକୁ ଖାଲି ହାତରେ କ'ଣ ଯିବି, ତ ଟିକେ କିଛିଟା ପରିବା ହଉ କିଣି ଦେଇକି ନେଇକି ପଳେଇ ଆସିଲି। ଆଉ ମାର୍କେଟରେ ସବୁ ସୁନ୍ଦର ସୁନ୍ଦର ଆମ୍ବ ସବୁ ଥୁଆ ହେଇଛନ୍ତି ଦେଖିକି ଇଚ୍ଛା ହେଉଥିଲା, କିନ୍ତୁ ମୋ ପାଖରେ ପଇସା ନାହିଁ। କାହିଁକି ନା ଅଫିସ ବାଲା ମୋତେ ପଇସା ଦେଇନାହାନ୍ତି, ତ ମୁଁ କିଣିବି କେମିତି। ତାପରେ ବରା ଘୁଗୁନି କିଣିକି ଧରିକି ପଳେଇ ଆସିଲି ଗାଡ଼ି ପାଖକୁ, କିନ୍ତୁ ମନ ହେଉଥିଲା ପରିବା କିଛିଟା ନେବାକୁ, ତ କିଛିଟା ପରିବା ନେଇକି ପଳେଇ ଆସିଲି ପୁଣି। ଆଉ ଏଠି ଆସିଲା ବେଳେ ଇଏ ଯେଉଁ ଚୁଇଁ ବାଛୁରୀଟେ ଅଛି, ମୁଁ ଠିଆ ହେଇଥିଲି ମୋ ପାଖକୁ ଆସିଲା। ମୁଁ ଯେତେବେଳେ ତାକୁ କିଣିକି କ'ଣ ଗୋଟେ ଖାଇବାକୁ ଦେଲି, ଆଉ ଆସିଲାନି। ମାର୍କେଟରେ ବୁଲି ବୁଲି ପୁରା ବିରକ୍ତ ଲାଗିଲାଣି, ଗରମ ବି ହେଲାଣି, ତ ଥଣ୍ଡା ଟିକେ ପିଇ ଦେଇକି ପଳେଇ ଆସିଲି ତାପରେ ରୁମ୍କୁ। ଏବେ ରୁମ୍ରେ ଆଉ କିଛି ବି କାମ ନାହିଁ, ଯାହା ଖାଇ ପିଇ ଖାଲି ଶୁଆ ହେବ। ତ ଏବେ ପାଇଁ ରହୁଛି ଏତିକି। ବାଏ ବାଏ, ଗୁଡ଼୍ ନାଇଟ୍।